हेलो हाँ हेलो। हेलो। କୁହନ୍ତୁ। हाँ ମୁଁ କହୁଥିଲି ସେ ଯୋଉ ପେମେଣ୍ଟ ପଡିବାର ଥିଲା ପୁଣି ଅଧା ପଇସା ପଡିଲା ଯେ ଅଧା ବି ନା ଅ- 3020 ଟଙ୍କା ପଡିଛି ପୁଣି। ଅଧା ପଇସା କୋଉଠି ପଡିଛି? ଆପଣଙ୍କର ଯେତିକି ପେମେଣ୍ଟ ଥିଲା ସେତିକି ହିଁ ପଡିଛି। ଅଧା ପଇସା କଣ ପଡିଛି? କେତେ ପାଇବାର ଥିଲା ମୋର? ଆପଣଙ୍କୁ କ୍ଲିୟରାନ୍ସ ପଠା ଯାଇଥିଲା ବା? ହଁ କ୍ଲିୟରାନ୍ସ ରେ ଲେଖା ହେଇଥିଲା 10,900 କେତେ ଲେଖା ହେଇଥିଲା 3020 ପଡିଯାଇଛି। କ୍ଲିୟରାନ୍ସ ରେ 10,000 ଲେଖା ଯାଇଥିଲା। ହଁ ଗୋଡାଉନ ରୁ ଯୋଉ କ୍ଲିୟରାନ୍ସ ଆସିଥିଲା ଆଜ୍ଞା, ସେଇ ହିସାବରେ ଆପଣଙ୍କର ର ମେଟେରିଆଲ ଯୋଉଟା ଦିଆଯାଇଥିଲା, ମାନେ ଯୋଉଟା ଆପଣଙ୍କର ପେଣ୍ଡିଂ ଥିଲା, ତାର ହିଁ ପଇସାଟା ହ୍ୟାଲୋ କଣ? କଣ କହିଲେ? ଆପଣ ମାନେ ସିନା ଶୁଣିଲେ ମୁଁ କହିବି, 10 ଥର ମୁଁ କହିପାରିବିନି। ମୁଁ ତ ଆପଣଙ୍କୁ ଫଟୋ ବି ପଠେଇଛି, ମେସେଜ ରେ ବି ରିପ୍ଲାଏ ଦେଲେନି, ସିନ୍ ବି କଲେନି। 10,944 ଟଙ୍କା ଲେଖା ହେଇଛି। ଆପଣ କିଏ ଲେଖିକି ପଠେଇଥିଲେ, ଦେଇଛି 10,944? ଆପଣ ପଠେଇଥିଲେ। ମୁଁ ପଠେଇଥିଲି। ହଁ ମ୍ୟାଡାମ ହ୍ୱାଟ୍ସଆପ ରେ ଚେକ୍ କରିଦିଅନ୍ତୁ, ଆପଣ ହିଁ ପଠେଇଥିଲେ। ଗୋଡାଉନ ରୁ ଯୋଉ କ୍ଲିୟରାନ୍ସ ମତେ ଆସିଛି, ସେ କ୍ଲିୟରାନ୍ସ ଆକର୍ଡିଂଲି ମୁଁ ଆପଣଙ୍କର ପେମେଣ୍ଟ କରିବା କଥା। କେବଳ କଣ ସେଟା କୁହନ୍ତି, ପ୍ରିମିକ୍ସ ର ପଇସାଟା ଆପଣଙ୍କର ମାଇନସ ହେଇକି ଯାଇଥିଲା ପଇସାଟା। ତ ସେ ପ୍ରିମିକ୍ସ ର ପଇସାଟା ଆପଣଙ୍କୁ ରିଟର୍ନ କରିବା କଥା, ସେଟା ରିଟର୍ନ ହେଇଯାଇଛି। ପୁଣି ଆଉ କୋଉଟା ଆପଣଙ୍କର ପେମେଣ୍ଟ ରହିଲା? ଆପଣ ରିପିଟେଡଲି ପେମେଣ୍ଟ ପାଇଁ କି ମତେ ଫୋନ କରୁଛନ୍ତି। ମାନେ 275 କିଲୋ ଦେଲି, ଥରେ 7,000 ଟଙ୍କା ଆଇଲା, ଥରେ 3,000 ଟଙ୍କା ଆଇଲା, ଯେ 10,000 ଟଙ୍କାରେ ହେଇଗଲା। ମୋର 275 କିଲୋର ମାଲ ଦେଇଥିଲି ଯୋଉ। ଆପଣଙ୍କର କାଲକୁଲେସନ ପଠା ଯାଇଛି, ଦେଖୁନାହାନ୍ତି ନା କଣ? ମୁଁ ବୁଝିପାରୁନି। ମ୍ୟାଡାମ ଆପଣ ନିଜେ ପଠେଇଛନ୍ତି 10,944, ହ୍ୱାଟ୍ସଆପ ରେ ଟିକେ ଚେକ୍ କରିଦିଅନ୍ତୁ, ଏବେ ଲାଇନରେ ରହିକି ଦେଖି ଦିଅନ୍ତୁ। ମୁଁ ପଠେଇଛି ତ ଫଟୋ, ଆପଣ ଦେଇଥିଲେ। ମୁଁ କଣ ମିଛ କହୁଛି ବୋଲି ଦେଖି ଦିଅନ୍ତୁ, ଚେକ୍ କରିଦିଅନ୍ତୁ ଥରେ। ଲେଖିକି ଗୋଟେ ଦେଇଛନ୍ତି, ପେମେଣ୍ଟ ଗୋଟେ ଦେଇଛନ୍ତି। ନାଇଁ ରଙ୍ଗ ଅଛି। ଆମକୁ ପଛକୁ ଯିବା ପାଇଁ ପଡିବ, ଆମେ ଆଗକୁ ଯାଉଛନ୍ତି। ଟିକେ ଲାଇନରେ ରୁହନ୍ତୁ। ହଁ ଦେଖି ଦିଅନ୍ତୁ, ହ୍ୱାଟ୍ସଆପ ରେ ପଠେଇ ଦେଇଛି ମୁଁ। ଆପଣ ଯୋଉଟା ପଠେଇଥିଲେ ଏଇଟା ହିଁ ପଠେଇଛି। ହଁ ମାମା, ସେ ଯୋଉ ବୌଦ୍ଧର ସେ ସୌମ୍ୟ ସାରଙ୍କର ଯୋଉ କାଲକୁଲେସନ ହେଇଥିଲା, ଗୋଡାଉନ ଯୋଉଟା ଆସିଥିଲା, ସେଟା ଟିକେ ମତେ ପଠେଇଲ। ହଁ, ମୋର କୋଉ ନମ୍ବରରେ ପଠେଇବ କୁହ ତ? ଅଫିସ ନମ୍ବରରେ ପଠେଇବ ହେଲା। ହଁ। କିଏ ଏଇଟା? ହ୍ୟାଲୋ, ଟିକେ ଆପଣ ଲାଇନରେ ରହିଥାନ୍ତୁ ହେଲା, କଲ୍ ହଁ କାଟିନଥାନ୍ତୁ। ହଁ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହଁ କହୁନାହାନ୍ତି ଆଜ୍ଞା। ହଁ ମ୍ୟାଡାମ କହୁଥିଲି କି ଆମର ଟୋଟାଲ ତ 6 କୁଇଣ୍ଟାଲ ମାଲ ଥିଲା। 6 କୁଇଣ୍ଟାଲ ମାଲ କେତେ ବ୍ୟାଗ ହଉଛି କି? କେତେ ବ୍ୟାଗ ହଉଛି ଡ୍ରାଇଭର ନେଇକି ଯାଇଛି, ତାକୁ ପଚାରୁନାହାନ୍ତି। ସେ ତ 7 ବ୍ୟାଗ କହିଲା, ମତେ ଯେତେ ଅର୍ଡର ଦେଇଛନ୍ତି ସେତେ ଅନଲୋଡ କରିବି କହିଲା। 7 ବ୍ୟାଗ ହଉଛି, 7 ବ୍ୟାଗ ଷ୍ଟିକ୍ 3 ବ୍ୟାଗ, ସେତିକିରେ ତ 6 କୁଇଣ୍ଟାଲ ମାଲ ହବନି। ହବନି? ଆପଣ ୱେଟ୍ କରିଛନ୍ତି? ଗୋଟେ ବ୍ୟାଗରେ 40 କେଜି କହିଲା। ହଁ। ଆଉ ଏଇଟା 40 କେଜି ରେ ତ 7 ବ୍ୟାଗ, 7 ବ୍ୟାଗ 280 କେଜି କରି ଏଇଟା ହେଲା। ତାପରେ ଆପଣଙ୍କର କାଠି ତ ଯାଇଥିବ। କାଠି ଯାଇଛି 30 କେଜି, 3ଟା ବ୍ୟାଗ 90 କେଜି। ଟୋଟାଲ କେତେ ହେଲା? କେତେ 28, 280 ଆଉ ସେ ଏଇଟା ଦେଖୁଛି ନମ୍ବରଟା, ଆଉ ୱେଟିଂ ଅଛି 370 କଣ? କେଜି। ଠିକ ଅଛି, ଆପଣ ଗୋଟେ କାମ କରନ୍ତୁ, ମତେ ହ୍ୱାଟ୍ସଆପ ରେ ମେସେଜ କରନ୍ତୁ, ମୁଁ ଟିକେ ଫ୍ରି ହେଇକି ଆପଣଙ୍କୁ କଲ୍ ବ୍ୟାକ୍ କରୁଛି, ରୁହନ୍ତୁ। ମ୍ୟାମ୍ ସକାଳୁ ତ ଫୋନ କରୁଛି, ଯେତେବେଳେ ଫୋନ କଲେ ତ ଖାଲି ପରେ କଲ୍ ବ୍ୟାକ୍ କରୁଛି କହୁଛନ୍ତି। ତ ଆପଣଙ୍କୁ କୁହାଯାଉଛି ମାନେ ମଣିଷ ବିଜି ଅଛି ବୋଲି ତ କହୁଛି ନା? ନା ମଣିଷ ଏମିତି ଖାଲିରେ ବସିଛି, ଆପଣ କହୁଛି ଫ୍ରି ଅଛି ବୋଲି, ମାନେ କଥା ହଉନି? ମୁଁ ବୁଝିପାରୁନି। ମୋର ବି ତ କାମ ଅଛି, ମୋର ତ ଆଉ ଯଦି କାମ ଅଛି, ଆପଣ ଫ୍ରି ହେଇକି ନହେଲେ ଏକା ସାଙ୍ଗରେ କଲ୍ କରନ୍ତୁ, ମୁଁ ବି ଫ୍ରି ହେଇଯାଇଥିବି, କଥା ହେଇଯିବି। ହ୍ୟାଲୋ। ହ୍ୟାଲୋ। ରୁହନ୍ତୁ, ମୁଁ ଆପଣଙ୍କୁ ପଠଉଛି। ହଁ। ଆପଣଙ୍କୁ ଦେଖନ୍ତୁ, ମୁଁ ହ୍ୱାଟ୍ସଆପ ଏ ଦେଖୁନ, କି ବାଜେ ପିଲା, କାଣ୍ଡ ଜ୍ଞାନ ଏଗୁଡାକ। ରୁହନ୍ତୁ ଲାଇନରେ। ହଁ। 1.8 किलोमीटर, चलो स्ट्रेट चलो। ଆପଣଙ୍କର ହ୍ୱାଟ୍ସଆପ ନମ୍ବର ଡାକିଲେ? 90780 ଗୋଟେ ସେକେଣ୍ଡ, 90780 ଓକେ, 99450। ଦେଖନ୍ତୁ। ହଁ। ଦେଖି ଦିଅନ୍ତୁ ଟିକେ।
टोटल 9480। ଆପଣଙ୍କୁ ଏ କ୍ଲିୟରାନ୍ସ ଟା ସାର୍ ଆଗରୁ ପଠେଇଥିଲି ମୁଁ। ଆପଣ ଯେମିତି ନୂଆ ଦେଖିଲା ଭଳିଆ କଣ କହୁଛନ୍ତି? अरे मैडम मु जो पठेइची ऊपर एटा आपण पठेइथिले तो देखि दियंतु। କୋଉଟା ମୁଁ ପଠେଇଥିଲି? देखि दियंतु एबे सीन कर दियंतु। एटा आपण पठेइथिले जे एतिकी एटा ना डिटेल रे 10946 आउ पाइबार अछि बोली पठेइथिले आपण मते। 10946 ପାଇବା। अकाउंट नंबर सह लेखा ହେଇची राइट भी मारिछंती देखि दियंतु। आपण एटा जो एबे पठेइछंती एटा कहउथिले मते जे भूल ହେଇची बोली एटा करेक्शन करिवे बोली। एटा कहिथिले जे करेक्शन करिके एटा अकाउंट रे एतिकी पड़ी जिवो बोली कहिथिले। ନାଇଁ ନାଇଁ ଏବେ ଯୋଉଟା ଯାଇଛି ଏଟା ଆପଣଙ୍କର ପରଫେକ୍ଟ ଯାଇଛି। ସେଟା ଆପଣଙ୍କୁ ମିଷ୍ଟେକ ରେ ମେ ବି ପଳେଇ ଯାଇଥିବ। एटा जदि मैडम परफेक्ट रे माने 9480 टका केंति की पाइबो हमें 275 किलो। ଆପଣଙ୍କୁ ପଠେଇଛି ସାର୍ କ୍ଲିୟରାନ୍ସ ଟା ଆପଣ ଦେଖୁନାହାନ୍ତି। ଯେତିକି क्लियरेंस ପେମେଣ୍ଟ ହେଇଥିଲା ଗାଡି ଭଡାଟା ସେଥିରୁ 2000 ମାଇନସ ହେଇଛି ପରା। ଆପଣ ବା ଅଫିସ ଫୋନ କରିକି କହିଛନ୍ତି ମୋର ଅଧା ମ୍ୟାଡାମ ଅଧା ପଇସା କଣ ରାଜଶ୍ରୀ ମ୍ୟାଡାମ ଖାଇଗଲେ। ଆପଣଙ୍କୁ ଦେଖାଯାଉଛି ରାଜଶ୍ରୀ ପଇସା खाଉଛି ଆପଣ ମାନଙ୍କର। आ पैसा खाई दे 275 किलो रो 10000 टका होची की मैडम। ଆପଣ କାଲକୁଲେସନ ଟା ଦେଖୁନାହାନ୍ତି। कैलकुलेशन ନ कोन ଦେଖିକି कोन फालतू काटी फालतू चंती जे आपण कଥାबार्ତ୍ता जानिथिबे। କରୁଛନ୍ତି ଆପଣ। कैलकुलेशन रे आपण जानिथिबे कोन कोन काटी चंती मु केंति जानिबी आपण न कहले। ଆପଣ ପଢୁନାହାନ୍ତି କାଲକୁଲେସନ ଟା। କହିବେ ମାନେ କଣ ଆପଣଙ୍କୁ ପୁରା ପଠେଇଛି ଚିଠାଟା ଯୋଉଟା ଆସିଛି ମତେ ଗୋଡାଉନ ରୁ। ଆପଣ ଅଫିସ ଫୋନ କରି କହିଛନ୍ତି ବାକି ପଇସା ମୋର ରାଜଶ୍ରୀ ମ୍ୟାଡାମ ଖାଇଗଲେ। आ पैसा 4 मास हला न देले आ कोन कहबी। ଆପଣ ମାନେ खाई देचंती बोली तो सत कथा बोली कहिची बोली तो बाधुची ଖାଇ ताले। ଦେଇଛନ୍ତି କମ୍ପାନୀ बसेଇଛି ମତେ ଆପଣ ମାନଙ୍କ ପଇସା ଖାଇବା ପାଇଁ ନା। हां सत कथा तो सेटा ही ହଁ ନା करूचंती ମୋ एबे। ପାର୍ଟି ଏବେ ଖରାପ ଶୁଣାନ୍ତି ଧରି ମୁଣ୍ଡ ଖରାପ କରୁଛନ୍ତି। हां पार्टी खराब कले हमें भी खराब करी जानिचु खराब करूनु बाध्य होई की लेडीज हे जाउचंती बोली। ଲେଡିज ହେଇଯାଉଛନ୍ତି ଆପଣ ମାନେ କଣ କହିଲେ କେବଳ ମାନେ କଷ୍ଟମର ହେଇଯାଉଛନ୍ତି କମ୍ପାନୀର। ସେଥିପାଇଁ ମୁଁ ପାର୍ଟି ବନ୍ଦ କରୁଛି। ନହେଲେ ଯୋଉ କହିଲେନି ରାଜଶ୍ରୀ ମ୍ୟାଡାମ ଖାଇ ଯାଉଛନ୍ତି ଆପଣଙ୍କୁ ଅଶ୍ଳୀତରେ ଦେଖେଇଥାନ୍ତି ରାଜଶ୍ରୀ କଣ ଖାଏ ବୁଝିଲେ। हमें बहुत देखिचु तुम भलिया बहुत देखिजे मु इबेंती। ବହୁ ଦେଖିଛନ୍ତି ବହୁ ଯୋଉ ଦେଖିଛନ୍ତି ଯାଆନ୍ତୁ ଯୋଉଠି ଦେଖିବେ ଯୋଉଠି କମ ଦେଖିଛନ୍ତି ସେଠି ଆଉ ଥରେ ଦେଖିବେ ମତେ ଫୋନ କରିବେନି ଆଉ। पैसाटा मोर नेचंती तो आपण को देइथिली ना पैसाटा। କାହାକୁ ଦେଇଥିଲେ ପଇସା ମତେ ଦେଇଥିଲେ ମୋ ଆକାଉଣ୍ଟ ରେ ଦେଇଥିଲେ। हातरे ହଁ देइथिली हातरे अकाउंट रे ହାତରେ नहीं। ଦେଇଥିଲେ हां ହାତରେ आपण ଦେଇଥିଲେ। हातरे देइथिली। ହଁ ଆପଣଙ୍କ ପଇସା ନେଇକି ମୁଁ ଘରକୁ ପଳେଇଥିଲି ନାଇଁ। घर को जाइथिबे भी ହଁ, ଘରକୁ ଯାଇଥିଲେ ବି जाइथिबे आपण जानिथिबे एटा कोठी की जाइथिले जे। ମେସିନ ନେଇଛନ୍ତି ରାଜଶ୍ରୀ ଘରୁ ଆଣି ମେସିନ ଦେଇଥିଲେ ଆପଣଙ୍କୁ। ହଁ आपण तो हां घर पठेଇ देइथिले आपण बोधे। ଘରୁ ପଠେଇ ଦେଇଥିଲେ। घर पठेला भलिया कथा कहउनांती आपण आ कोन। ଆମେ ପଇସା ଦେଇକି ଆଣିଛୁ ନା ମାହାଳିଆ ଧରିକି ଆସିଥିଲୁ ସେଠୁ। ଆପଣ ମାହାଳିଆ ନେଲେନି ଆସି। ମାହାଳିଆ ନେଲେନି ଯଦି ନେଇ ପାରିଥାନ୍ତେ ନେଇ ଯାଇଥାନ୍ତେ ମାହାଳିଆ। ମାହାଳିଆ ଦେଲେନି ବୋଲି ତ ପଇସା ଦେଇକି ଦେଇଛୁ ବୋଲି ତ କହୁଛୁ ଆପଣଙ୍କୁ। ଆଉ ତ ପଇସା ହିଁ ଦେଇକି ଦିଆଯାଉଛି। ଏଇଟା ବୌଦ୍ଧର ଗୋଟେ କଷ୍ଟମର ସୌମ୍ୟ। अच्छा से जो मତେ फोन करी ता सांग କହିଥିଲା ହଁ 1 मिनिट। ମେସିନ ଆପଣ ନେଇଛନ୍ତି କମ୍ପାନୀରୁ କଥାବାର୍ତ୍ତା ଭାବି ଚିନ୍ତିକି କରନ୍ତୁ। ମୁଁ ଏଠି କାମ କରୁଛି ଏମ୍ପ୍ଲୟି ହିସାବରେ ବୁଝିପାରୁଛନ୍ତି ତ। ଆମେ ବି ଫାଲତୁ ଫାଲତୁ କଷ୍ଟମର ହିସାବରେ କଥାବାର୍ତ୍ତା କଥା କରିବେନି କି ହଉଛୁ। ପଇସା ଖାଇବା ପାଇଁ ମୁଁ ବସିଛି। ସର୍ଭିସ ମ୍ୟାନେଜର ହିସାବରେ କମ୍ପାନୀ ମତେ ହାୟର କରିଛି ଏଠି। ଫାଲତୁ ଫାଲତୁ କଥାବାର୍ତ୍ତା କରିବେନି। ଆପଣଙ୍କ ସାମାନ ଆସିଲା ଗୋଡାଉନରୁ ଚେକିଂ ପରେ ମତେ ଯୋଉ କ୍ଲିୟରାନ୍ସ ଆସିଲା ସେଇ କ୍ଲିୟରାନ୍ସ ଆକର୍ଡିଂଲି ମୁଁ ଆପଣଙ୍କୁ ପେମେଣ୍ଟ କରିଛି। ମାନେ 275 କିଲୋର କ୍ଲିୟରାନ୍ସ ଦେଇଛନ୍ତି 10,000 ଟଙ୍କା ଯେ ସେଟା କେମିତି ମାନିବି ମୁଁ। ସେଟା ବା ଲେଖାଟା ଆସିଛି କେମିତି ମାନିବେ ମାନେ ଆପଣ ମାନିଲେ ନ ମାନିଲେ ମୋର ଆପଣଙ୍କ କଣ ମନ ଅଛି। ଇଚ୍ଛା କାଟିଦେବେ କି? ମୁଁ କାଟିନି ଗୋଡାଉନରୁ ଯୋଉ କ୍ଲିୟରାନ୍ସ ଆସିଛି ସେଇ ହିସାବରେ ଆପଣଙ୍କୁ ମୁଁ ଦିଆଯାଇଛି ପେମେଣ୍ଟ। ଗୋଦାମର କାହାକୁ ଚିହ୍ନିଛି ଯେ କଥା ହେବି ଗୋଦାମ ରେ ଯାଇକି ମୁଁ କଥା ହେବି। ଆଉ ତ ଆପଣଙ୍କର ଯାହାକୁ ଚିହ୍ନିଛନ୍ତି ତାକୁ କହିଦେବେ ସେ ପଇସା ଖାଇଛି ବୋଲି। ଆଉ ଆପଣଙ୍କୁ ମୁଁ ଜାଣିଛି ଆପଣ କହିଥିଲେ ମତେ ସର୍ଭିସ ପାଇଁ ମୋ ସହ ମତେ କଣ୍ଟାକ୍ଟ କଣ କରିବାକୁ। ଜାଣିଛନ୍ତି ମା କାଲି ମୁଁ କମ୍ପାନୀ ଛାଡିଦେବି ତାପରେ ଆପଣ ତାକୁ କାମ କରିବେନି ତାହେଲେ। କାମ କରିଲେ ବାଧ୍ୟ ଚୋରଟା କହିବୁ ଆଉ ଯାଇ କେସ୍ ଆପଣଙ୍କ ନାଁରେ ଦେବି ଆଉ କଣ କରିବି। ଦେଇ ଦଉନାହାନ୍ତି କେସ୍ ଗୋଟେ ଯାଇକି ଦେଇ କେସ୍ ଦିଅନ୍ତୁ। ଦେଇକି ହଇରାଣ ହେବି ବୋଲି 10,000 ଟଙ୍କା ପାଇଁ ଆମର ମୁଣ୍ଡ ନାହିଁ। ମୋର 10,000 ଟଙ୍କା ପାଇଁ ମୁଁ ହଇରାଣ ହେବାକୁ ଚାହୁଁନି। ମୋ ପଇସା ଏମିତି ବି ଫରକ ନାହିଁ ଏତିକି ପଇସା ବି। ଫରକ ନାହିଁ ଯଦି ରିପିଟେଡଲି କାଇଁ ଫୋନ କରୁଛନ୍ତି ତାହେଲେ। ରିପିଟେଡଲି ଯେହେତୁ 1,00,000 ଟଙ୍କା ଦେଇଛି ବୋଲି ଫୋନ କରୁଛି। ଶୁଣନ୍ତୁ ଯାହାବି ଆପଣଙ୍କର କ୍ଲିୟରାନ୍ସ ଆସିଲା ସେ ଆକର୍ଡିଂଲି ଆପଣଙ୍କୁ ପେମେଣ୍ଟ କ୍ଲିୟରାନ୍ସ କ୍ଲିୟର ଟା ଭୁଲ କରିଦିଆଗଲା। ଅଛି। ମତେ କ୍ଲିୟରାନ୍ସ ଟା ଫର୍ଦର ଭୁଲ ଆଉ ଅଛି ବୋଲି ପେମେଣ୍ଟ ମୁଁ ରିଗାର୍ଡିଂ କହିଥିଲି ନା ଫୋନ ନାଇଁ। କରିବେନି। ଯଦି କ୍ଲିୟରାନ୍ସ ମେସିନରେ ଭୁଲ କିଛି ଥିଲା ବୋଲି ଇସ୍ୟୁ ମୁଁ ହେଲା ଜଣେଇଥିଲି ନା ନାଇଁ। କଣଟା ଭୁଲ ଅଛି। ଆରେ ମୁଁ 275 କିଲୋର ଆଣିଥିଲି ନାଇଁ 2,000 ଗୋଡାଉନରୁ ଟଙ୍କା। ଯାହା ଆସିଛି ସେଇଟା ପରଫେକ୍ଟ କ୍ଲିୟରାନ୍ସ। ମୋ ହିସାବରେ ଗୋଡାଉନରୁ ଯୋଉଟା ମତେ ଦେଇଛନ୍ତି ମୁଁ ସେଇ ଆକର୍ଡିଂଲି ହିଁ ପେମେଣ୍ଟ କରିବି। ଘରୁ ଆଣିକି ଆପଣଙ୍କୁ ପଇସା ଦେବିନି ବୁଝିପାରୁଛନ୍ତି ତ। ଆରେ ଗୋଦାମରୁ କ୍ଲିୟର କରିବାଟା କାହାର କାମ ଆପଣ ବୁଝିବେ ନା। ମୁଁ ଗୋଦାମରେ ଆରେ ଯାଇକି ମୁଁ କ୍ଲିୟରାନ୍ସ କହିବି ଆସିଲା ବା ଗୋଡାଉନରୁ ସେଇ ହିସାବରେ ପଇସା ଦେଲି। ଆରେ କଣ 275 କିଲୋ ଦେଇଛି ମୁଁ 10,000 ଟଙ୍କା ଦେଇଛି ଆର କଣ ତମେ ଖାଲି ରଡିକି କହି ଜାଣିଛ। ମୁଁ ତ ଏପର୍ଯ୍ୟନ୍ତ କିଛି କହିନି ବୁଝିପାରୁଛନ୍ତି କେତେ ତ। ରଡି ମୁଁ ରଡି କିଛି କେତେ କହିନି କହିସାରିଲେଣି ଆପଣଙ୍କୁ। କେତେ କହିସାରିଲେଣି ରଡି ରଡି। ମୁଁ କିଛି କହିନି ଆପଣ ଶୁଣି ନାହାନ୍ତି।
ଶୁଣି ନାହାନ୍ତି କଣ କହିବା ଆଉ କଣ ବାକି पेमेंट ରଖିଛନ୍ତି? रिगार्डिंग शुणु पेमेंट आपनकर जहा देइथिले सेही हिसाब रे मते जहा क्लियरेंस आसीथिला मु आपनको ଆପଣ ऑलरेडी ମୋର देई सारले ମେଟେରିଆଲ କେତେ ରିସିଭ କରିଥିଲେ? The person you are speaking with जदि आपण मानकु आमर वीडियो भल लागला बेले आमर चैनल के लाइक शेयर सब्सक्राइब करबार नहीं भूलबे।